ଏବେ ଆସିଯାଇଛି ପିଏମ୍ କିଷାନର ଟଙ୍କା। ହେଲେ ଖୁବ୍ ଶୀଘ୍ର ପୁଣି ଆପଣଙ୍କୁ ଆସିବାକୁ ଯାଉଛି ସିଏମ୍ କିଷାନର 2000 ଟଙ୍କା। ହେଲେ ଏଥର କେଉଁମାନଙ୍କୁ ମିଳିବ ତା ଛଡ଼ା ଯଦି ଆପଣଙ୍କୁ ବି ମିଳୁନାହିଁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖି ରଖନ୍ତୁ କେଉଁଭଳି ଭାବରେ ଆପଣ ବି ଟଙ୍କା ପାଇପାରିବେ ଯାହାର ପ୍ରୋସେସ୍ ମୁଁ ଆପଣଙ୍କୁ ଭିଡ଼ିଓରେ ଜଣାଇବି। ତା ପୂର୍ବରୁ ଭିଡ଼ିଓକୁ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରିନଥିଲେ ଏବେ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ଯେମିତିକି ଆପଣ ଜାଣିଛନ୍ତି ଏବେ କେନ୍ଦ୍ର ସରକାରଙ୍କ ତରଫରୁ ପିଏମ୍ କିଷାନ ଯୋଜନା ଅଧୀନର ଟଙ୍କା ଯାହାକି ଅଗଷ୍ଟ 2 ତାରିଖରେ ପଠାଯାଇଛି। ପୁଣି ମଧ୍ୟ ଆପଣଙ୍କୁ ଆସିବାକୁ ଯାଉଛି ସିଏମ୍ କିଷାନ ଅର୍ଥାତ୍ ଆମ ରାଜ୍ୟ ସରକାରଙ୍କ ତରଫରୁ ଶୁଭାରମ୍ଭ କରାଯାଇଥିବା ସିଏମ୍ କିଷାନରେ ଆଉ 2000 ଟଙ୍କା। ଏକଥା ଜାଣିଥିବେ କି ସିଏମ୍ କିଷାନରେ ବାର୍ଷିକ 2ଟି କିସ୍ତିରେ 2,000 କରି 4,000 ଟଙ୍କା ବଣ୍ଟନ କରାଯାଉଛି। ହେଲେ ଯଦି ଆପଣଙ୍କୁ ଏହି ଟଙ୍କା ଆସୁନାହିଁ ତ ଆପଣ କେମିତି ପାଇପାରିବେ ଏହି ଟଙ୍କା? ତ ଆପଣ ବି ଚାହିଁଲେ ସିଏମ୍ କିଷାନରେ ପଞ୍ଜୀକରଣ କରିପାରିବେ ବା ଆପଣ ଆପ୍ଲାଏ କରିପାରିବେ। କିନ୍ତୁ ତା ପୂର୍ବରୁ ଜାଣି ରଖନ୍ତୁ ଆପଣଙ୍କୁ ରାଜ୍ୟ ସରକାରଙ୍କୁ ଥିବା କୃଷକ ଓଡ଼ିଶା ପୋର୍ଟାଲରେ ରେଜିଷ୍ଟର କରାଇଥିବା ନିହାତି ଜରୁରୀ। ତା ଛଡ଼ା ଆପଣ ଫାର୍ମର ରେଜିଷ୍ଟ୍ରି କରାଇଥିବା ନିହାତି ଜରୁରୀ। କାହିଁକିନା ଏବେ ସରକାର ଯଦି ଆପଣ ଜଣେ ଚାଷୀ ହୋଇଥିବେ ତେବେ ଆପଣ ଚାଷୀ ବୋଲି ଫାର୍ମର ରେଜିଷ୍ଟ୍ରି ନିହାତି ଭାବରେ କରାଇ ଦିଅନ୍ତୁ, ଯାହାଫଳରେ ଆପଣଙ୍କ ରେକର୍ଡ ସରକାରଙ୍କ ପାଖରେ ରହିବ, ଯାହାଫଳରେ ସରକାର ଟଙ୍କା ପଠାଇଲେ ବି ଆପଣ ମଧ୍ୟ ପାଇପାରିବେ ସିଏମ୍ କିଷାନର ଟଙ୍କା। ଖାଲି ସେତିକି ନୁହେଁ, ଯେଉଁ ହିତାଧିକାରୀ ମଧ୍ୟ ଏଥିରେ ରହିଛନ୍ତି ସାମିଲ ହୋଇଛନ୍ତି ତ ସେମାନଙ୍କୁ ମଧ୍ୟ KYC କରିବା କମ୍ପଲସରି। କାହିଁକିନା ଏବେ ଯେତେଗୁଡ଼ା ସବୁ ସ୍କିମ୍ ଆସୁଛି ସବୁଥିରେ ମଧ୍ୟ KYC କରାଇବା ରହିଛି କମ୍ପଲସରି। ତେବେ ଆପଣ ଯଦି KYC କରୁନାହାନ୍ତି ତେବେ ଆପଣ ମଧ୍ୟ ଟଙ୍କା ପାଇବାରୁ ବଞ୍ଚିତ ହୋଇପାରନ୍ତି। ତେଣୁ ଆପଣ ଟଙ୍କା ପାଇବା ପାଇଁ ହେଲେ ସିଏମ୍ କିଷାନରେ ତେବେ ଆପଣ KYC କରାଇ ଦିଅନ୍ତୁ, ଯେମିତିକି କହିଲି ଫାର୍ମର ରେଜିଷ୍ଟ୍ରି କରାଇ ଦିଅନ୍ତୁ ଯେଉଁମାନଙ୍କୁ ମଧ୍ୟ ଟଙ୍କା ମିଳୁନାହିଁ। ତେବେ ଖୁବ୍ ଶୀଘ୍ର ଏ ସିଏମ୍ କିଷାନରେ ଆଉ 2000 ଆସିବାକୁ ଯାଉଛି। ତେବେ ଯଦି ଆପଣ ବି ଲିଷ୍ଟ ଦେଖିବା ପାଇଁ ଚାହୁଁଥିବେ ଯାହାର ଲିଙ୍କ ଆମେ ଡେସ୍କ୍ରିପ୍ସନରେ ଦେଇଛୁ ଆପଣମାନେ ଯାଇ ମଧ୍ୟ ଚେକ୍ କରିପାରିବେ।